ମା ଆମେ ଆଲୋଚନା କରିବା ମାତୃରଚନା ଭଳି ଭାଗ 10 ଜ୍ଞାନ 381। କ୍ରୀଡ଼ା ସମୟରେ ଏକାବେଳକେ ଅତ୍ୟନ୍ତ ହୁଗୁଳା ଭାବରେ କ୍ରୀଡ଼ାରେ ରତ ହୋଇ ନ ରହିବା ଉଚିତ ଏବଂ ନିଜର ଜୀବନ ତଥା କର୍ମଚୟର କ୍ଷେତ୍ରରେ ଏକାବେଳକେ ଅତ୍ୟନ୍ତ ନିର୍ଦ୍ଦୟ ଭାବରେ ଗମ୍ଭୀର ହୋଇ ନ ରହିବା ମଧ୍ୟ ଉଚିତ। ଉଭୟଟି ମଧ୍ୟରେ ଆଗେ ଏକ କ୍ରୀଡ଼ା ସୁଲଭ ସ୍ୱାଧୀନତା ଏବଂ ଗମ୍ଭୀର ଶୃଙ୍ଖଳାର ଅନ୍ୱେଷଣ କରିପାରୁଥିବା ଉଚିତ। ଜ୍ଞାନ 381ରେ କହୁଛନ୍ତି ଯେ କ୍ରୀଡ଼ା ସମୟରେ ଅତ୍ୟନ୍ତ ହୁଗୁଳା ଭାବରେ କ୍ରୀଡ଼ାରେ ରତ ହେବେନି କିମ୍ବା କର୍ମ କ୍ଷେତ୍ରରେ ଅତ୍ୟନ୍ତ ନିର୍ଦ୍ଦୟ ଭାବରେ ଗମ୍ଭୀର ହେଇ ରହିବେ ନାହିଁ। ଏଇଟା ଗୋଟେ ବ୍ୟବହାରିକ ଦିଗରେ ପ୍ରଭୁ କହୁଛନ୍ତି ଆମର ବ୍ୟବହାର କେମିତି ହବା ଉଚିତ। ଯେତେବେଳେ ଆମେ ବ୍ୟବହାରିକ ଜୀବନରେ ଯେତେବେଳେ ଆମେ କ୍ରୀଡ଼ା କରନ୍ତି ଗୋଟେ ଧାରଣା ଥାଏ ସମସ୍ତଙ୍କର, ଯୋଉମାନେ ସାଧନା କରନ୍ତି ବା ଯୋଉମାନେ ସାଧକ, ଯୋଉମାନେ ଭଗବାନଙ୍କୁ ଉପାସନା କରନ୍ତି ସେମାନେ ଗମ୍ଭୀର ହବା ଉଚିତ। ଏଇଟା ଗୋଟେ ଧାରଣା ଥାଏ। ଆଉ ଯୋଉମାନେ ପୁରା ଢିଲା ହେଇଯାଆନ୍ତି ସେ ସବୁ କଥାକୁ ମାନେ ପୁରା ହାଲୁକାରେ ନିଅନ୍ତି, ସେମିତି ବି ହବ ନାହିଁ। ଆମେ ଯେତେବେଳେ ଖେଳୁଛନ୍ତି ସେତେବେଳେ କୁହାଯାଉଛି ବାରମ୍ବାର ଯେ ଖେଳରେ ତମେ ଖେଳୁଆଡ ମନୋଭାବ ନେଇକି ଖେଳ, କେବଳ ଜିତିବା ପାଇଁ ଖେଳ ନାହିଁ। ଏଇଟା ସାଧାରଣ ଭାବରେ କୁହାଯାଏ। କିନ୍ତୁ ପ୍ରତ୍ୟେକ ଖେଳାଳି ଯେତେବେଳେ ଖେଳନ୍ତି ସେ କେବଳ ହାର ଜିତକୁ ଆଖି ଆଗରେ ରଖନ୍ତି। ଆଇଦର ହାର ଜିତକୁ ଆଖି ଆଗରେ ରଖନ୍ତି ନଚେତ୍ ପୁରା ଖୋଲା ହେଇଯାଆନ୍ତି। ହଁ ଯାହା ହବ ହବ, ଦେହ ଖେଳରେ କଣ ଅଛି। ଦେଖନ୍ତୁ ହାର ଜିତର କିଛି ନାହିଁ, ଏହା ସତ୍ୟ। ଯୋଉମାନେ ସାଧନା କରନ୍ତି ସେମାନେ ଭାବନ୍ତି ହାର ଜିତର ତ କିଛି ନାହିଁ, ତେଣୁ ପୁରା ଢିଲା ହେଇଯାଆନ୍ତି। ସେମିତି ନୁହଁ। ଯେତେବେଳେ ତମେ ଖେଳୁଛ, ଯେତେବେଳେ ତମେ ଯୋଉ କାମ କରୁଛ ତାକୁ ଅତ୍ୟନ୍ତ ନିଷ୍ଠାପର ଭାବରେ କର। ଅତ୍ୟନ୍ତ ନିଷ୍ଠାପର ଭାବରେ। ମୁଁ ଜିତିବା ପାଇଁ ଖେଳୁନାହିଁ କି ହାରିଯିବି ବୋଲି ଖେଳରେ ଢିଲା ହେବି ନାହିଁ। ମୁଁ ଖେଳ ଏଇ ସକାଶେ ଖେଳିବି କାହିଁକିନା ମୋର ଅଗ୍ରଗତି ପାଇଁ ମୁଁ ସେ ଖେଳରୁ ଶିକ୍ଷା ଗ୍ରହଣ କରିବି ଏବଂ ମୋର ସର୍ବୋତ୍ତମ ସାମର୍ଥ୍ୟ ସେଥିରେ ଦେବି। ନିଷ୍ଠାପର ଭାବରେ ଯୋଉ ବ୍ୟକ୍ତି କାର୍ଯ୍ୟ କରେ ସେ ତାର ସର୍ବୋତ୍ତମ ଚେଷ୍ଟା ଲଗାଏ ଏବଂ ସେ କେବେ ଜିତିବା ପାଇଁ ଖେଳେ ନାହିଁ ବା ଜିତିବା ପାଇଁ କାମ କରେ ନାହିଁ। କାର୍ଯ୍ୟଟି କେତେ ପରିପୂର୍ଣ୍ଣ ଭାବରେ ପୂର୍ଣ୍ଣାଙ୍ଗ ହେଇପାରିବ, ପରଫେକ୍ସନ ହେଇପାରିବ, ସେଇଥିପାଇଁ ମୁଁ କାର୍ଯ୍ୟ କରିବି। ସେଟା ଯୋଉ କାର୍ଯ୍ୟ ହଉ, କ୍ରୀଡ଼ା ହଉ, ସଫା କରିବା ହଉ, ମୁଣ୍ଡ କୁଣ୍ଡେଇବା ହଉ, ଗାଧୋଇବା ହଉ, କାହା ସହିତ କଥା ହବା ହଉ, ଯୋଉଠି ମୁଁ କଥା ହେବି, ଯୋଉଠି ମୁଁ କାର୍ଯ୍ୟ କରିବି ତାହାର ଯାହା ବି ଫଳ ବାହାରୁ ନା କାହିଁକି ମୋର ପ୍ରୟାସ ରହିବ ମୋର ସର୍ବୋତ୍ତମ ସାମର୍ଥ୍ୟକୁ ବ୍ୟବହାର କରିବି ଏବଂ ଏବଂ କେବଳ କେବଳ ପରଫେକ୍ସନ ମୋ ଆଖି ଆଗରେ ରହିବ। ତାହେଲେ ଅତ୍ୟନ୍ତ ନିଷ୍ଠାପର ଭାବରେ ଖେଳିବେ। ଏବଂ ସେଠି ସେଥିପାଇଁ କହୁଛନ୍ତି ନିଜର ଜୀବନ ତଥା କର୍ମଚୟର କ୍ଷେତ୍ରରେ ଏକା ବେଳକେ ଅତ୍ୟନ୍ତ ନିର୍ଦ୍ଦୟ ଓ ଗମ୍ଭୀର ହୋଇଯିବେ ନାହିଁ। ଏଇଠି ଲୋକ ବେଳେ ବେଳେ ଆଉ ଗୋଟେ ମିସକନସେପ୍ଟ କରନ୍ତି। ମୁଁ ମିସକନସେପ୍ଟ ଟାକୁ ବାରମ୍ବାର କହିଲା ବେଳେ ଟିକେ କହେ, ତାର କାରଣ ହଉଛି କଥା ଗୁଡିକ ଯେମିତି ଅଲଗା ଅର୍ଥରେ ଯାଇ ବିକୃତ ହେଇ ନଯାଉ। ଏଠି କହିଲେ ନିର୍ଦ୍ଦୟ ଆଉ ଗମ୍ଭୀର ହେବେ ନାହିଁ, ତା ଅର୍ଥ ନୁହଁ ଯୋଉଟା ଆରମ୍ଭରେ କହିଲେ ପୁରା ଖୋଲା ମନ ହେଇଯିବେ, ପୁରା ଢିଲା ହେଇଯିବେ, ନିଜକୁ ଏତେ ଲୁଜ କରିଦେବେ ଯେ ଆପଣଙ୍କର କିଛି ଅସ୍ତିତ୍ବ ରହିବ ନାହିଁ। ଅତ୍ୟନ୍ତ ନିଷ୍ଠାପର ଭାବରେ ସର୍ବୋତ୍ତମ ସାମର୍ଥ୍ୟକୁ ବ୍ୟବହାର କରି କାର୍ଯ୍ୟ କରିବେ।
ସେତେବେଳେ ନିର୍ଦ୍ଦୟ ଗମ୍ଭୀର କଥା କାହିଁକି ଉଠିଲା ନା ଯୋଉମାନେ ଗୋଟେ ବିରାଟ କାମ କରନ୍ତି, ବଡ଼ କାର୍ଯ୍ୟ କରନ୍ତି, ସେତେବେଳେ ଅନେକ ଏକାଗ୍ରତା ଆବଶ୍ୟକ ହୁଏ, ଅନେକ ଏକାଗ୍ରତା ଆବଶ୍ୟକ ହୁଏ ଏବଂ ସେଥିରେ କୌଣସି ଟିକିଏ ବି ଢିଲାପଣ ପୁରା କାମଟିକୁ ନଷ୍ଟ କରିଦେବାର ସମ୍ଭାବନା ଥାଏ। ସେଇଥିପାଇଁ ବ୍ୟକ୍ତି ଅତ୍ୟନ୍ତ ଗମ୍ଭୀର ହେଇଯାଆନ୍ତି ଏବଂ ସେ ସମୟରେ ନିର୍ଦ୍ଦୟ ହେଇଯାଆନ୍ତି। କିନ୍ତୁ ଆମକୁ ସେଇ ଗମ୍ଭୀର ଅବସ୍ଥାକୁ ନ ଯାଇକି ମଧ୍ୟ ନିଷ୍ଠାପର ଭାବରେ ସେ କାର୍ଯ୍ୟରେ ସର୍ବୋତ୍ତମ ପ୍ରଚେଷ୍ଟା ବ୍ୟବହାର କରିପାରିବାର ଯୋଉ କଳାଟିକୁ ଶିଖିବାକୁ ପଡିବ। ଆଉ ଗୋଟେ କଥା ହଉଛି, ଗମ୍ଭୀର ହେବେ ନାହିଁ ବୋଲି ଥଟ୍ଟା ମଜା କରି ବେଳେ ବେଳେ ଲୋକ ଜୋକ୍ କରନ୍ତି, ଯୋଉଟା କି ଦେଖନ୍ତୁ ହାସ୍ୟରସ ଅଲଗା, ବ୍ୟଙ୍ଗ କରିବା ଅଲଗା। ହାସ୍ୟରସ ଆଉ ବ୍ୟଙ୍ଗ ଥଟ୍ଟା ଏଇଟା ପୁରା ଅଲଗା ସବୁ। ହାସ୍ୟରସ ଅଲଗା, ବ୍ୟଙ୍ଗ ଅଲଗା, ଥଟ୍ଟା କରିବା ଅଲଗା। ଲୋକେ ହାସ୍ୟରସକୁ ବ୍ୟଙ୍ଗ ଥଟ୍ଟା ଭାବେ ଗ୍ରହଣ କରନ୍ତି। ତାହେଲେ କଣ ହବ, ଯେତେବେଳେ ଥଟ୍ଟା ଭାବେ ଆପଣ ଗ୍ରହଣ କଲେ ସେତେବେଳେ ନିଜର ଯୋଉ ବ୍ୟକ୍ତିତ୍ୱକୁ ଆପଣ ହରେଇ ବସିବେ। ଆପଣ ଅନ୍ୟ କାହାକୁ ଥଟ୍ଟା କରିବେ, ଲୋକେ ଭାବନ୍ତି ଅନ୍ୟ କାହାକୁ ଥଟ୍ଟା କଲେ ମୋର ମାନ ବଢେ। କେତେକାଂଶରେ ଯୋଉମାନଙ୍କର ମନ ବିକଶିତ ହେଇନାହିଁ, ପ୍ରାଣ ପ୍ରଧାନ ବ୍ୟକ୍ତି, ସେମାନେ ସାଧାରଣତଃ କଣ କରନ୍ତି, ଅନ୍ୟମାନଙ୍କ ପାଖରେ ନିଜର ମହତ୍ୱକୁ ପ୍ରତିଷ୍ଠିତ କରିବା ପାଇଁ କଣ କରନ୍ତି ନା ତାଙ୍କ ବ୍ୟତିରେକ ଆଉ ସମସ୍ତଙ୍କୁ ନିଚା ଦେଖାନ୍ତି, ଥଟ୍ଟା କରନ୍ତି, ପରିହାସ କରନ୍ତି, ଛିଗୁଲାନ୍ତି। ଅନ୍ୟ ଲୋକମାନେ ଭାବନ୍ତି ଦେଖ ଇଏ ବ୍ୟକ୍ତି ଆଙ୍କର ବଡ ଲୋକ ତ, ତେଣୁ ସେ ଯାହାକୁ ନେଇ ତାକୁ ଥଟ୍ଟା କରିପାରିବେ। ଇଏ ତାଙ୍କଠାରୁ ବଡ ନହେଲେ ସେ କଣ ଥଟ୍ଟା କରିପାରନ୍ତି? ତେଣୁ ତାଙ୍କର ମହାନତାକୁ ପ୍ରତିଷ୍ଠିତ କରିବା ପାଇଁ ସେ ଥଟ୍ଟା ପରିହାସ କରନ୍ତି। ଯୋଉମାନେ ପ୍ରାଣ ପ୍ରଧାନ ବ୍ୟକ୍ତି, ମନ ଯାହାଙ୍କର ବିକଶିତ ହେଇନି, ସେମାନେ ଏଇଟା ଧରି ପାରିବେ ନାହିଁ। ସେମାନେ କହିବେ ନା ନା ଏଇ ଲୋକଟା ବଡ, ଯିଏ ଥଟ୍ଟା କରୁଛି। କିନ୍ତୁ ଯୋଉମାନଙ୍କର ଟିକେ ମନ ବିକଶିତ ହବ, ସେମାନେ ଚ୍ୟାଲେଞ୍ଜ କରିବେ ଯେ ଯେକୌଣସି ମହାନ ବ୍ୟକ୍ତି କେବେ କାହାରିକୁ ନିଚା ଦେଖାନ୍ତି ନାହିଁ, କେବେ ବି, ଏବଂ ସର୍ବ ସମ୍ମୁଖରେ କେବେ କାହାକୁ ଅପମାନିତ କରନ୍ତି ନାହିଁ, ଥଟ୍ଟା କରନ୍ତି ନାହିଁ। ଯୋଉମାନେ ମହାନ ବ୍ୟକ୍ତିତ୍ୱ ସମ୍ପନ୍ନ ବ୍ୟକ୍ତି, ସେଥିପାଇଁ ଜ୍ଞାନୀ ବ୍ୟକ୍ତି ମାନେ ବିନମ୍ର ରୁହନ୍ତି। କାହିଁ କୁହାଯାଏ ନମ୍ରନ୍ତି ଫଳିନ ବୃକ୍ଷା, କାହିଁ କୁହାଯାଇଛି? ଏବଂ ଆଉ ଗୋଟେ ହେଲା କଣ, ହାସ୍ୟରସ। ଯେତେବେଳେ ହାସ୍ୟରସ କରିବାକୁ ଯାଉଛନ୍ତି, ଶ୍ରୀ ଅରବିନ୍ଦ ସବୁ ଜାଗାରେ କହୁଛନ୍ତି, ସବୁ ଜାଗାରେ ତୁମର ହାସ୍ୟରସ ଅନ୍ୟ କାହାକୁ ନିଚା ନ ଦେଖାଉ, ଅନ୍ୟ କାହାର ବ୍ୟକ୍ତିତ୍ୱରେ ହାନି ନ ଆଣୁ, ତୁମର ହାସ୍ୟରସ ଅନ୍ୟ କାହା ପାଇଁ ଦୁଃଖ ବା ଯନ୍ତ୍ରଣାର କାରଣ ନ ହଉ, ଏବଂ କୌଣସି ଭୁଲ ତଥ୍ୟ ପ୍ରଦାନ ନ କରୁ, ଭ୍ରମ ବା ଭ୍ରାନ୍ତି ନ ଆଣୁ। ତେଣୁ ଇଏ ସବୁ ଜିନିଷ ବ୍ୟଙ୍ଗ ଯେତେବେଳେ କରନ୍ତି ବ୍ୟକ୍ତି, ଏ ସବୁ ଜିନିଷ ତା ଦେହରେ ଥାଏ। ସେମାନେ ଭ୍ରାନ୍ତ ସୃଷ୍ଟି କରନ୍ତି, ଭ୍ରାନ୍ତ ଧାରଣା ଆଣନ୍ତି, ଅନ୍ୟକୁ ଅପମାନିତ କରନ୍ତି, ଅନ୍ୟକୁ ନିଚା ଦେଖାନ୍ତି, ଏସବୁ ଥାଏ। ହାସ୍ୟରସରେ ଏଗୁଡାକ ଯଦି ରହିଲା, ତେବେ ତେବେ ତୁମେ ଆଧ୍ୟାତ୍ମିକ ପଥରେ ଅଗ୍ରଗତି କରିପାରିବ ନାହିଁ। ତେଣୁ ଏଠି ପ୍ରଭୁ କହୁଛନ୍ତି ଉଭୟଟି ମଧ୍ୟରେ ଆଗେ ଏକ କ୍ରୀଡ଼ା ସୁଲଭ ସ୍ୱାଧୀନତା ଏବଂ ଗମ୍ଭୀର ଶୃଙ୍ଖଳାର ଅନ୍ୱେଷଣ କରିପାରୁଥିବା ଉଚିତ। ଦେଖନ୍ତୁ ଉପରେ କହିଲେ ନିର୍ଦ୍ଦୟ ଭାବରେ ଗମ୍ଭୀର ହେବେନି, କିନ୍ତୁ ଏଠି ଶୃଙ୍ଖଳା ଯେତେବେଳେ କଥା କହୁଛନ୍ତି, ସେଠି କହୁଛନ୍ତି ଗମ୍ଭୀର ଶୃଙ୍ଖଳା। ଗମ୍ଭୀର ଶୃଙ୍ଖଳା ମାନେ
पूरा श्रृंखला आट मोस्ट रहिबा दरकार। क्रीड़ा सुलभ स्वाधीनता दरकार। खेल रे क्रीड़ा सुलभ स्वाधीनता कहूँ कहीं ना आम तो खेलती से अत्यंत आनंदर सहित खेलती। एठी जो स्वाधीनता कथा उठुची तामाने कौन सी बाध्य बाधकता जेपरी मो ऊपर लदी दिया न जाए से प्रकार स्वाधीनता दरकार। ता सहित किंतु कहउछन कोन गंभीर श्रृंखला दीटा जाक अपोजिट कथा एका संगे कहउछन। जेतेबेले श्रृंखला कथा उठे सेतेबेले कुआ जाए जे लदी दिया हवा कथा। प्रकृत रे श्रृंखलाटा लदी दिया हवा कथा नुहे। श्रृंखलाटा होची आमर सामर्थ्य को उचित दिगरे व्यवहार करिबा पई उचित दिगरे यथार्थ भावरे व्यवहार करिबा पई एक मार्ग होची श्रृंखला। एटा मन रखिबे। जो व्यक्ति श्रृंखला मानिबा को प्रस्तुत नुह ता माने से व्यक्ति निजे जानी देबा उचित जदि ता भीतर श्रृंखला को न मानिबार एक प्रवृत्ति रही तेबे से अहंगर वशवर्ती होइछि एवं सी प्राण द्वारा निम्न प्राण द्वारा परिचालित होउछि बोली जानी जीवा उचित। तेणु सचेतन हो जिवे जे बर्तमान मु निम्न प्राण रे परिचालित होउछि। जेतेबेले जोठी श्रृंखला को मानिबा पई आपण प्रस्तुत न होउछंती ता माने आपण जानिबे आपण से मुहूर्त रे निम्न प्राण रे बसवास करछंती बा तारी स्पंदन रे स्पंदित होउछंती। तेणु श्रृंखला जेतले माने गंभीर श्रृंखला रखिबे निजे गंभीर हो जिवे नाही। आउ गोटा कहले क्रीड़ा सुलभ स्वाधीनता। आमे ए दीटा को भारी अपोजिट भाव स्वाधीनता एवं श्रृंखला। प्रकृत रे निज अधीन रे नियंत्रित होइकी चलीबाटा होची स्वाधीनता। ए स्वाधीनता ऊपर अन्य टॉक बहुत हो सारी आपण मन जानछंती तेणु आउ सेटा अधिक जाउनी। माँ ज्ञान 379 80 81 गोटे दुईटी वाक्य रे एंड करछंती कहउछंती जेकोसी क्षेत्र बा दिगरे हेउ पछके अतिरिक्तता को सर्वदा एक तीव्र व्याघात बोली जानिबा को हेबो एवं केवल शांति स्थिरता तथा सामंजस्यतार वातावरण मध्य रे ही सत्य को आविष्कार करिहेबो सत्य को बंची हेबो। कहे अतिरिक्तता सबले वर्जन करिबा तीव्र व्याघात बोली जानिबो अतिरिक्त। आ पूर्व आम ज्ञान 379 80 कथा होतिले जे भ्रांत आसक्ति भ्रांत निवृत्ति ये दुईटी किपरि आमर आनंद भोग नष्ट कर दिए से सब अतिरिक्त। पूरा आसक्ति है कि जड़ी हो गला पूरा निवृत्त हो गला निवृत्त हो गले दुईटा जाक आमर आनंद भोग नष्ट कर दिए। तेणु ये कहुची केवल शांति स्थिरता तथा सामंजस्यतार वातावरण शांत स्थिर एवं पूरा इंटीग्रेटेड कोलाबोरेटिवली वातावरण मध्य ही सत्य को आविष्कार करिहेबो एवं सत्य रे बंची हेबो सत्य को बंची हेबो। देखो सत्य को बंचीबा दरकार। इति जो कथाटे कहउछि एरा मन रखिबा। ज्ञान 382 ज्ञान 382 रे प्रभु कहउछंती दीर्घ 40 वर्ष धरी संपूर्ण भलर पश्चात रे मु आपणार शारीरिक गठन क्षेत्र रे दुर्बल होई रहितिली। मु सर्वदा सान बड़ नाना असुस्थता भोग करुथिली एवं भ्रमवशतः एही दुर्भाग्य को प्रकृति मो ऊपर आनी लदी देइथिबा एक बोझ बोली मने करुथिली। तापरे जेतेबेले औषधर व्यवहार छाड़ी देली सेतेबेले सेमाने सतेबा भारी निराश होई जाइथिबा परजीवी मानक परी विदाय होई जिबाकू आरंभ कले। सेतेबेले जाई मु बुझिली मो भीतरर स्वाभाविक स्वास्थ्यटीर प्रकृत रे केते अधिक बल रहिछि एवं एही शरीर मध्य रे आम जीवनर दिव्य अवलंबन होई रहिबा लागि परमेश्वर आम मन को अतिक्रम कराई
जो अमित इच्छा शक्ति एवं विश्वास को आम लगी अभिप्रेत कर रखिंट ताहा प्रकृत में आहरी केते अधिक शक्तिशाली। एथिरे बहुत गुड़ाए कथा एकाठी कहते। प्रथम कहले दीर्घ 40 वर्ष धरी संपूर्ण भलर पश्चात मु आपणर शारीरिक गठन क्षेत्र में दुर्बल हो रही। तेणु ये कहले जे आमर जो साधारण धारणा थाए शरीर को आमे बेसी गुरुत्व दे न थाउ, सेटा को हम सतर्क करे दउछंती। भल कौन हम इंटेलेक्चुअली महान हम एवं जेते बड़ बड़ काम करिवे सेते महान हम, यही धारणा समस्त थाए। शरीर जत्न नवा सेतेबेले से माने हेय मने करते। एठी प्रभु कहउछंती जे शरीर जेहेतु रूपांतर कथा उठुची, तेणु ये शरीर ये जड़र जो गतिवृत्ति रही ता उपरे विजय हासिल करवा एवं ताकू प्रस्तुत करवा रूपांतर पई एटा अनिवार्य। तेणु से शारीरिक गठन क्षेत्र में दुर्बल हवा ग्रहणीय नुहे। ये मन रखा आम केतक व्यक्ति बेले बेले आप देखिए कहते आप कहे से खाई पीके मोटा हो जाइए तांको जदि कहे पेट बाहरी पड़ोनी मोटा हो से कहे एटा मोर खानदानी पेट एटा मोर खानदानी शरीर आमे खाइबा घरर पिला। ये हूँ निजर दुर्बलता को लुचाइबा एक एक माध्यम। जेतबेले रूपांतर आप प्रस्तुत हेबे तेबे आपण को गंभीर श्रृंखला से ज्ञान 381 रे कहले खाद्य उपरे नियंत्रण, शरीर गठन को प्रस्तुत करवा ता उपरे नियंत्रण, ये सब को हमको करने को पड़िबो। एवं तापरे कहले जे जेहेतु शरीर को से प्राधान्य दे नथिले तो शरीर रे नाना असुस्थता तांको आसीथिला। ये असुस्थता तो आसीथिला तापरे आउ गोटे बढ़िया कथाटा कहले कहले भ्रमवशतः ये दुर्भाग्य को प्रकृति मो प्राणी लदी देइछि बोली म भाबुथिली। कहते प्रकृति मत दुर्भाग्य को लदी देइछि। प्रकृत से कहते कौन तापर कहते मु औषध व्यवहार छाड़देली तापर देखिली मो भीतर जो सामर्थ्य रही सी सबू पर विजय हासिल कर सामर्थ्य रखी। परजीवी मान द्वारा परी विदाय हो जावा आरंभ कले कहते जाई मु बुझिली मो भीतर स्वाभाविक स्वास्थ्यटीर प्रकृत में केते अधिक बल रही। स्वाभाविक स्वास्थ्य कहले आमर इनहेरेंट रोग प्रतिरोधक क्षमता रही जन्मजात स्वाभाविक भाव में आमर रही कौन रोग प्रतिरोधक क्षमता जेकोसी रोग जीवाणु जो आम भीतर को आसे ता विरुद्ध रे लड़ाई करवा। ये गला शरीर क्षेत्र में। एवं तापरे जदि आमे जो विश्व शक्ति सहित एकात्म हो पारिबा किंबा यदि परमक सहित एकात्म हो पारे आहरी अति माने तो सर्वोत्तम एटा तेबे कौन हम बाह्य कौन सी परजीवी माने जो रोग जीवाणु जो मते आक्रमण करुछि से सब बेले मो चारिपटे थांती। मु जदि निजर स्वाभाविक स्थिति रे रहिली तेबे से परजीवी मते आक्रमण करि पारिबो नाही, मते असुस्थ करि पारिबो ही नाही। ता ऊपर विजय हासिल मु करि पारिबी। मोर स्वाभाविक स्वास्थ्य जो रही सामर्थ्य एवं ता सहित मोर आंतर सामर्थ्य वृद्धि हुए केमती ना परमंक उपरे बा दिव्यजनन उपरे आस्था विश्वास निर्भरता थिले एवं निजर शरीर क्षेत्र रे प्राण क्षेत्र रे मन क्षेत्र रे तीनटा जाक क्षेत्र रे गंभीर श्रृंखला यदि रखिबे
ତେବେ ଆପଣ ଏଇ ଯୋଉ ବାହ୍ୟ ଅସୁସ୍ଥତାରୁ ନିଜକୁ ମୁକ୍ତ ରଖିପାରିବେ। ଏଠି ସେଇ କଥା କୁହାଯାଉଛି। କହୁଛନ୍ତି ଶରୀର ମଧ୍ୟରେ ଆମ ଜୀବନର ଦିବ୍ୟ ଅବଲମ୍ବନ ହୋଇ ରହିବା ଲାଗି ପରମେଶ୍ୱର ଆମ ମନକୁ ଅତିକ୍ରମ କରାଇ ଯେଉଁ ଅମିତ ଇଚ୍ଛା ଶକ୍ତି ଏବଂ ବିଶ୍ୱାସକୁ ଆମ ଲାଗି ଅଭିପ୍ରେତ କରି ରଖିଛନ୍ତି, ତାହା ପ୍ରକୃତରେ ଆହୁରି କେତେ ଅଧିକ ଶକ୍ତିଶାଳୀ। ସେ ଯୋଉ ଇଚ୍ଛା ଶକ୍ତି ରହିଛି, ଯଦି ଆପଣ ନା ବୋଲି କହିବେ, ତେବେ ସେ ରୋଗ ମୋତେ ଆକ୍ରମଣ କରିପାରିବ ନାହିଁ। ସେଇ ନା କହିବାର ଯୋଉ ସାମର୍ଥ୍ୟକୁ ଆମକୁ ଅର୍ଜନ କରିବାକୁ ପଡିବ। ନା ମତେ ରୋଗ ହବନି, ଯଦି ଆପଣ କହିବେ ମତେ ରୋଗ ହବନି, ଏଠି ସେଥିପାଇଁ କହୁଛନ୍ତି ମନର ସୀମାକୁ ଅତିକ୍ରମ କରି ଦିବ୍ୟ ପରମ କରୁଣା ଉପରେ ଆମର ବିଶ୍ୱାସ ଆମକୁ ଯାବତୀୟ ପରୀକ୍ଷାକୁ ପାର ହୋଇଯିବାରେ, ଯାବତୀୟ ଦୁର୍ବଳତାକୁ ଅତିକ୍ରମ କରିବାରେ ଏବଂ ଆମକୁ କେବଳ ଶାନ୍ତି ଓ ଆନନ୍ଦ ନୁହେଁ, ମାତ୍ର ଏକ ଶାରୀରିକ ଭାରସାମ୍ୟ ତଥା ଉତ୍ତମ ସ୍ୱାସ୍ଥ୍ୟ ପ୍ରଦାନ କରୁଥିବା ସେହି ଦିବ୍ୟ ପରମ ଚେତନା ସହିତ ଅସଲ ସଂସ୍ପର୍ଶଟିକୁ ଖୋଜି ପାଇବାରେ ଆମକୁ ଉପଯୁକ୍ତ ବଳଟି ଆଣି ଦେଇ ଯାଇଥାଏ। ତା ପୂର୍ବରୁ ପ୍ରଥମେ କହିଲେ ଆମ ଜୀବନର ଯାବତୀୟ ପରିସ୍ଥିତି ଆମକୁ ଏଇ କଥାଟିକୁ ଶିକ୍ଷା ଦେବା ନିମନ୍ତେ ନିୟୋଜିତ ହୋଇ ରହିଛି। କୋଉଟା? ଏଇ ଯୋଉ କଥା ଗୁଡା କହିଲେ, ଏଇଥିପାଇଁ ଯାବତୀୟ ପରିସ୍ଥିତି ଆମକୁ ଆସେ ଶିକ୍ଷା ଦେବା ନିମନ୍ତେ। କଣ ପାଇଁ? ପ୍ରଥମେ କହିଲେ ମନରୁ ସୀମାକୁ କେମିତି ଅତିକ୍ରମ କରିବାକୁ ପଡିବ, ଦିବ୍ୟ ପରମ କରୁଣା ଉପରେ ଆମର ବିଶ୍ୱାସକୁ ଦୃଢ କରିବାକୁ ପଡିବ ଏବଂ ଦିବ୍ୟ କରୁଣା ଉପରେ ଯଦି ବିଶ୍ୱାସ ରଖିଲେ ଯାବତୀୟ ପରୀକ୍ଷାକୁ ଆପଣ ପାର ହୋଇଯାଇ ପାରିବେ। ଏଇ ଶିକ୍ଷା ଦେବା ପାଇଁ ଆମ ଜୀବନରେ ଯାବତୀୟ ପରିସ୍ଥିତି ନିୟୋଜିତ ହେଇକି ରହିଥାନ୍ତି। ସେଇଥିପାଇଁ ଆମେ ବାରମ୍ବାର କଥା ହଉଛେ, ବାରମ୍ବାର ପାଠ୍ୟରେ କହୁଛନ୍ତି ଯାବତୀୟ ପରିସ୍ଥିତିରେ ତମେ ଶିଖିଯାଅ କିପରି ଅଗ୍ରଗତି କରିବାର ଅଛି, ତାହେଲେ ସେ ପରିସ୍ଥିତି ଆଉ ଆସିବ ନାହିଁ। ଏଇଠି ଏଇ ମେସେଜଟା ମନେ ରଖିବେ। ଏଇ ମେସେଜଟା ହିଁ ସେତେବେଳେ ଆମେ କଥା ହୁଅନ୍ତି। ଏଇ ମେସେଜଟା ହଉଛି କଣ? ଯାବତୀୟ ପରିସ୍ଥିତି ଆମ ପାଖରେ ନିୟୋଜିତ ହୋଇକି ରହିଥାନ୍ତି। କଣ ପାଇଁ? ଆମକୁ ଏଇ କଥାଟିକୁ ଶିକ୍ଷା ଦେବା ନିମନ୍ତେ। କଣ? ଯୋଉ କଥା କହିଲେ, ମନର ସୀମାକୁ ଅତିକ୍ରମ କରିବା, ପରମ କରୁଣା ଉପରେ ବିଶ୍ୱାସ ରଖିବା ଏବଂ ପରମ କରୁଣା ଉପରେ ବିଶ୍ୱାସ ରଖିଲେ ଯାବତୀୟ ପରୀକ୍ଷାରେ ପାର ହେଇ ଯାଇପାରିବା, ଯାବତୀୟ ଦୁର୍ବଳତାକୁ ଅତିକ୍ରମ କରିପାରିବା ଏବଂ କେବଳ ଶାନ୍ତି ଆନନ୍ଦ ନୁହଁ, ବରଂ ଶାରୀରିକ ଭାରସାମ୍ୟ ତଥା ଉତ୍ତମ ସ୍ୱାସ୍ଥ୍ୟ ପ୍ରଦାନ କରୁଥିବା ଦିବ୍ୟ ପରମ ଚେତନା ସହିତ ଅସଲ ସଂସ୍ପର୍ଶ ସ୍ଥାପନ କରିବା। ଏ ଯାବତୀୟ ପରିସ୍ଥିତି ସେଇଥିପାଇଁ ଆସେ। ଏଠି ତେଣୁ ଆମକୁ ଯାବତୀୟ ପରିସ୍ଥିତିରେ ଶିଖିବାକୁ ପଡିବ କିପରି ମାଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ଏବଂ ନିର୍ଭରତା ଅଧିକରୁ ଅଧିକ ଦୃଢ କରିବା। ଏମିତି କୌଣସି ଦୁର୍ବଳତା ନାହିଁ, କୌଣସି ରୋଗ ନାହିଁ, କୌଣସି ଅସୁସ୍ଥତା ନାହିଁ, କୌଣସି ସ୍ପନ୍ଦନ ନାହିଁ ଯାହାକୁ ଆପଣ ଦୃଢ ଚିତ୍ତରେ କହିବେ ନା ମୁଁ ତତେ ଚାହେଁ ନାହିଁ, ଆଉ ସେ ତମକୁ ପାଖକୁ ଆସିବ। ମାଙ୍କର ଗୋଟେ ଅନୁଭୂତି ହେଇଥିଲା, ସେତେବେଳେ ଚାରିଆଡେ ମହାମାରୀ ବ୍ୟାପିଛି। ମା ଯାଇଛନ୍ତି ସେଇ ଏରିଆକୁ। ସେତେବେଳେ ଲୋକମାନେ ଆଗ ସତର୍କ କରୁଛନ୍ତି ଯାଅ ନାହିଁ ସେଠିକି, ସେଠି ମହାମାରୀ ବ୍ୟାପିଛି, ଗଲା ମାନେ ବିପଦ, ଆପଣଙ୍କୁ ମହାମାରୀ ହେଇଯିବ, ଶରୀର ମାନେ ପୁରା। ସେତେବେଳେ ମହାମାରୀ ମାନେ ମୃତ୍ୟୁ ପ୍ରାୟ, ଏତେ ବ୍ୟବସ୍ଥା ତ ନଥିଲା। ତେଣୁ ମା କିନ୍ତୁ ଗଲେ। ଗଲା ପରେ ହଠାତ୍ ସିଏ ଗୋଟେ ତା ପହଞ୍ଚିବା ପରେ ରହିଛନ୍ତି, ରହିବା ପର ଘଟଣାଟି ହଠାତ୍ ସେ ଅନୁଭବ କରୁଛନ୍ତି କିଏ ଜଣେ ତାଙ୍କ ଛାତି ଉପରେ ମାନେ ଯେମିତି ପୁରା ଆସିକି ମାଡି ବସି ଧରୁଛି। ଜବରଦସ୍ତ ମାନେ କଣ ଯେମିତି ତଣ୍ଟି ଚିପି ଦିଅନ୍ତିନି, ସେମିତି ମାଡି ବସିବନି ଇଏଟା। ମା ମାନେ ନିଜର ଶକ୍ତି ପ୍ରୟୋଗ କରିକି ତାକୁ ଧରିକି ଦୂରକୁ
ଛାଟିଦେଲେ କସି। ପୁରା ମାନେ ଏତେ ଜୋରରେ ଛାଟିଦେଲେ, ଅନ୍ ଦ ନେକ୍ସଟ ମର୍ଣ୍ଣିଂ, ତା ପରଦିନ ସକାଳେ ଟୋଟାଲ ଏରିଆରେ ଆଉ ମହାମାରୀ ନାହିଁ, କୁଆଡେ ପଳେଇଲା। ସେଇ ଯୋଉ ମହାମାରୀ, ଯୋଉ ସ୍ପନ୍ଦନ, ଯୋଉ ଶକ୍ତି ଆସିକି କରୁଥିଲା କାମ, ସମସ୍ତଙ୍କୁ ରୋଗଗ୍ରସ୍ତ କରଉଥିଲା, ସିଏ ଆସିଲା ମାଙ୍କୁ ଆଟାକ୍ କରିବା ପାଇଁ। ମା କଣ କଲେ, ତାଙ୍କର ଶକ୍ତିକୁ ବ୍ୟବହାର କରି ତାକୁ ପୁରା ଫିଙ୍ଗିଦେଲେ। ପୁରା ଟୋଟାଲ ଏରିଆରେ ଆଉ ତା ପର ଦିନ ଠାରୁ ସମସ୍ତଙ୍କ ଦେହ ଭଲ ହବା ଆରମ୍ଭ କଲା। କିଛି ନାହିଁ, କେହି ଔଷଧ ଖାଇନାହାନ୍ତି ବା ଇଏ ହେଇନି, ସମସ୍ତେ ଭଲ ହବା ଆରମ୍ଭ କଲେ। ଆଉ ତା ଅନ୍ ଦ ନେକ୍ସଟ ମର୍ଣ୍ଣିଂ ଠାରୁ ଆଉ କେହି ମୃତ୍ୟୁବରଣ କରିଲେ ନାହିଁ। ଧୀରେ 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 ମହାମାରୀ କୁଆଡେ ପଳେଇଲା। ସମସ୍ତେ ଆଶ୍ଚର୍ଯ୍ୟ। ଆଉ ଗୋଟେ କଥା କହିଲେ, ଇଏ ଗଲା ପୁରା ମାନେ ମାଙ୍କର ଦିବ୍ୟଜନ, ତାଙ୍କର ସାମର୍ଥ୍ୟ। ଏଗୁଡାକ ମଜା କଥା ହଉଛି, ଏଇ ଯୋଉ ଅଲୌକିକତା ବା ଏଇ ପ୍ରକାର ଜିନିଷକୁ ମା କେବେ ପ୍ରଚାର କରିନାହାନ୍ତି, ପ୍ରଚାର କରିବାକୁ ଦିଅନ୍ତି ନାହିଁ, ପ୍ରଚାର କରିବାକୁ ଦିଅନ୍ତି ନାହିଁ। ତେଣୁ ଏଇ କଥା ଗୁଡାକ, ଜଣେ ଯେମିତି ମତେ ଟ୍ରେନରେ କହିଲେ ଯେ ମା, ତମେ ଯୋଉ ଯାଉଛ ମାଆଶ୍ରୀଙ୍କ ପାଖକୁ, ସିଏ କଣ କେମିତିଆ, ମାନେ ତାଙ୍କ ସିଏ ଜାଣିବାକୁ ଚାହୁଁଥିଲେ ଯେ ସେମିତି କିଛି ଅଲୌକିକତା ଅଛି କି ନାହିଁ। ତ ଅଲୌକିକତା କହିଲେ ସେ ବିଶ୍ୱାସ କରିବେ ସେ ଭଗବାନ ବୋଲି। ଆଉ ଗୋଟେ ଉଦାହରଣ ଦେଇକି ସାରିବା, ଯୋଉ ସ୍ପର୍ଶ ଚିକିତ୍ସା କରାଯାଏ, ସେଥିରେ ଯୋଉ ବ୍ୟକ୍ତି ସ୍ପର୍ଶ ଚିକିତ୍ସା କରନ୍ତି, ସେ କଣ କରନ୍ତି, ଗୋଟେ ଶକ୍ତିକୁ ଅବତରଣ କରନ୍ତି, ଯାହାର ଯୋଉ ପେନଟି ହେଇଛି ସେଇ ଜାଗାରେ ସେ ଶକ୍ତିକୁ ଛାଡନ୍ତି। ଛାଡ଼ିଲେ କଣ ହବ ନା, ସେ ଶକ୍ତିର ପ୍ରଭାବରେ ଆପଣଙ୍କର ଯନ୍ତ୍ରଣାଟି ଚାଲିଯିବ। ରାମକୃଷ୍ଣ ପରମହଂସଜୀ, ଠାକୁର ଶ୍ରୀ ଶ୍ରୀ ରାମକୃଷ୍ଣ ପରମହଂସଜୀ, ତାଙ୍କ ପାଖରେ ଅନେକ ଘଟଣା କ୍ଷେତ୍ରରେ ଘଟିଲା। ଗୋଟେ କ୍ଷେତ୍ରରେ ଘଟିଥିଲା, ଜଣଙ୍କର ଦେହ ଭଲ କରିବା ପାଇଁ ସେ ଏତେ ବ୍ୟାକୁଳ ହେଉଥିଲେ ଯେ, ଜଣେ ତାଙ୍କ ପାଖକୁ ଆସିଥାନ୍ତି, ସେ ଏତେ ବ୍ୟାକୁଳ ହେଇଗଲେ, ଶେଷକୁ ଇଏ କହିଲେ ହଉ ଯା। ସବୁବେଳେ କହନ୍ତି ଯା ମା କହିବୁ, ସବୁବେଳେ। କେବେ ସେ ନିଜେ ଚେଷ୍ଟା କରିନାହାନ୍ତି ନିଜକୁ କେବେ ଫେମସ କରିବା ପାଇଁ, କେବେ ବି ଚେଷ୍ଟା କରିନାହାନ୍ତି। ସବୁବେଳେ କହିବେ ଯାହା ମା କହିବୁ, ମା ଯାହା ଇଚ୍ଛା କରିବେ। ମା କାଳୀଙ୍କୁ ପାଖକୁ ପଠାନ୍ତି। ସିଏ ଏତେ ବ୍ୟାକୁଳ ହେଇଗଲେ ଯେ, ସେ ବ୍ୟକ୍ତି ଜଣକ ଯୋଉ ଆସିଥିଲେ ତାଙ୍କ ପିଲାକୁ ନେଇକିରି, ତାଙ୍କ ଦେହ ଭଲ ନଥିଲା, ସେଠୁ କହିଲେ ହଉ ଠିକ ଅଛି ଯା। ଅନ୍ ଦ ନେକ୍ସଟ ମୁମେଣ୍ଟରେ ସେ ପିଲାଟିର ଦେହ ଭଲ ହେଇଗଲା। କିନ୍ତୁ ସେ ଯୋଉ ଯନ୍ତ୍ରଣା ପାଉଥିଲେ, ସବୁ ଯନ୍ତ୍ରଣା ରାମକୃଷ୍ଣ ପରମହଂସଜୀଙ୍କ ଦେହକୁ ଚାଲିଗଲା। ସେଠି ସମସ୍ତେ ଜାଣିପାରିଲେ ଏ ଠାକୁର ତାଙ୍କ ଶରୀରକୁ ସେ ଦୁର୍ବଳତାଟାକୁ ନେଇଗଲେ। ସେ ଯୋଉ ଶକ୍ତି ଯିଏ କାମ କରୁଥିଲା, ସିଏ ତ ଆସିଛି ନା କାମ କରିବ, ତାକୁ କାହିଁକି ତା ବିଧାନରେ ଆଉ ହସ୍ତକ୍ଷେପ କରିବେ। ତାମାନେ ସେ ସାମର୍ଥ୍ୟ, ଯେମିତି ନା କହିବାର ଯୋଉ ସାମର୍ଥ୍ୟ ରଖିଛି, ରଖିବା, ଏବଂ ଇଏ ଯେମିତି ସେ ପୁରା ସେ ଶକ୍ତିଟାକୁ ନିଜକୁ ନେଇ ଆସିଲେ, ସେମିତି ଶକ୍ତିର ଦୂରକୁ ଫିଙ୍ଗି ଦେବାର ବି ସାମର୍ଥ୍ୟ ଅଛି। ବାମାକ୍ଷେପାଙ୍କ କ୍ଷେତ୍ରରେ ଗୋଟେ ଘଟଣା ଘଟିଥିଲା। ଏମିତି ଅନେକ ଘଟଣା ରହିଛି, କହିଲେ ତ ସରିବନି। ଜଣେ ସଦ୍ୟ ଜନ୍ମିତ ଶିଶୁ, ସେ ଦମ୍ପତିଙ୍କର ତା ପୂର୍ବରୁ ଯେତେ ପିଲା ଜନ୍ମ ହେଇଛନ୍ତି ସବୁ ମରିଯାଆନ୍ତି। କିଏ ଜନ୍ମ ହଉ ହଉ ମରିଗଲେ, କିଏ କିଛି ବର୍ଷ ପରେ ମରିଗଲେ। ତାଙ୍କୁ ଜଣେ ଜ୍ୟୋତିଷ କହିଲେ ଯେ ତମର ମାନେ ପିଲା ହବ, କିନ୍ତୁ ସେ ପିଲା ବଞ୍ଚିବନି, ମରିଯିବେ ସବୁ। ସେ ଭାରି ବିକଳ ହେଇକି ବାମାକ୍ଷେପା ପାଖକୁ ଆସନ୍ତି ସବୁବେଳେ। ବାମାକ୍ଷେପା କେବେ କାହାକୁ ଏଇ ଯୋଉ ସାଧାରଣ କାମନା ବାସନା ପୂର୍ଣ୍ଣ କରିବାରେ ଜମାରୁ ମନ ଦିଅନ୍ତି ନାହିଁ। କାହା କଥା ଶୁଣନ୍ତି ନାହିଁ। ଦୂର ଦୂର ମାର ମାର କରନ୍ତି, ଫୋପାଡିବେ, ଗୋଇଠା ମାରିବେ, ବେଳେ ବେଳେ ପରିସ୍ରା ଫୋପାଡିବେ, ମାନେ ଦୂରକୁ ଦୂରେଇ ଦେବେ, ଯାଅ ତମେ ପଳାଅ। ଏଇ ସବୁ ଛୋଟ ମୋଟ କଥା କଣ, ସେ ସବୁ ତାଙ୍କ କ୍ଷେତ୍ରରେ ଏମିତି ଘଟଣା ଘଟିଥିଲା। ଶେଷକୁ ସିଏ ଯେତେବେଳେ ଆସିଲେ, କହିଲେ କଣ କହୁଛୁ କହ, କଣ ହେଇଛି ତୋର? କହିଲେ ଏଇଭଳିଆ ଘଟଣା। କହିଲେ ମୁଁ କଣ କରିବି? ଯାହା କରିବେ ମା କରିବେ, ମତେ କଣ ଆସିବ? ନା ବାବା ଆପଣ ଯଦି ଚାହିଁବେ କଣ, ନା ଆଉ ଠିକ ଅଛି, ଯୋଉ ଦିନ ପିଲା ଜନ୍ମ ହବ ସେଦିନ ତାକୁ ଧରିକି ଆସିବ। ସ୍ୱାମୀ ସ୍ତ୍ରୀ ଧରିକି ଆସିଲେ ପିଲାକୁ ନେଇକି, ସଦ୍ୟ ଶିଶୁ ଜନ୍ମ ହେଇଛି।
ଯେତେ ଆଣିଛନ୍ତି ସୁଦୁ ଚିନ୍ତା କରନ୍ତୁ ଖରା ବେଳଟାରେ ମଶାଣିରେ ପୁରା ଖୋଲା ଜାଗାରେ କହିଲେ ଯାହା ପିଲାକୁ ସେଠି ଶୁଆଇଦବ ମାଙ୍କ ମନ୍ଦିରକୁ ପଠେଇଦେଲେ ମା କାଳୀଙ୍କ ପାଖକୁ ଯାଅ ସେଠି ମାଙ୍କ କାଳୀଙ୍କ ପାଖରେ ମାଙ୍କୁ ଜାପ କରିବ ମାଙ୍କୁ ମାଙ୍କ ପାଖରେ ମାଙ୍କୁ ଜପ କରିବ ପିଲାକୁ କୋଉଠି ଛାଡିଦେଲେ ମଶାଣି ଭିତରେ ଆରେ କୁକୁର ଗଧିଆ ହେଟା ସେତେବେଳେ ତ ଆହୁରି ଯେତେକ ଜନ୍ତୁ ଜୁନ୍ତା ସବୁ ଥିଲେ ମାନେ ପଡୁ ପଡୁ ଖାଇଯିବେ ସଦ୍ୟ ଜନ୍ମିତ ଶିଶୁକୁ ମଶାଣିଟାରେ ଖାଲି ଖୋଲାଟାରେ ଛାଡି ଦେଇକି କହିଲେ ଯାଅ ତମେ ଚିନ୍ତା କର ସେ ମା ଯୋଉ ବାପା ମା ଯୋଉ ଯାଇଥିଲେ କୋଉ ପ୍ରକାରର ହୃଦୟ ହେଇଥିଲେ କୋଉ ପ୍ରକାରର ଆସ୍ଥା ବିଶ୍ୱାସ ନିର୍ଭରତା ଥିଲେ ହିଁ ତମେ ଛାଡିକି ଯାଇପାରିବ ଖରାରେ ସେ ବାଲି ସେ ଯୋଉ ପାଉଁଶ ଯୋଉ ହେଇଛି ସେଗୁଡା ସବୁ ଗରମ ହେଇଯାଇଥିବ ଖାଲି ପାଦ ପକେଇଲେ ଗୋଡ ଫୋଟକା ହେଇଯିବ ସେଥିରେ ପିଲାଟାକୁ ଖାଲି ଦେହ ଛାଡି ଦେଇକି ଶୁଆଇ ଦେଇକି ପଳେଇବେ ଏପଟରେ ହେଟା କୁକୁର ଗଧିଆ କେତେ କଣ କିନ୍ତୁ ସେ ସେତିକି ନିର୍ଭରତା ରଖି ସେ ଛାଡିକି ଗଲେ ଯାଇ ମାଙ୍କ ପାଖରେ ଜପ କଲେ କଣ ହେଇଥିବ ନ ହେଇଥିବ ଆମେ ଆମ ମନରେ ତ ବୁଝିପାରିବା ନାହିଁ ସେ ମା କେତେ ବିକଳ ହେଇକି ପ୍ରାର୍ଥନା କରୁଥିବ ମା କାଳୀଙ୍କ ପାଖରେ କେତେ ମାନେ ସନ୍ଧ୍ୟା ବେଳକୁ ଆଫ୍ଟରନୁନ ପରେ ପରେ ଯାଇକିରି ଖବର ଦେଲେ ବାମା ଖେବା ପଠେଇଲେ ଏ ଯା 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 ମା କହିଲେ ତାକୁ ପଳେଇ ଆସିବା ପାଇଁ ସେ ବ୍ୟକ୍ତି ମାଙ୍କ ପ୍ରେରଣା ବା ମାଙ୍କ ଆଦେଶ ଚିହ୍ନି ପାରୁନ ବା ଜାଣି ଶୁଣି ପାରୁନଥିବେ ବା ଜାଣି ପାରୁନଥିବେ ବା ମା ଖେପା ଖବର ପଠେଇଲେ ଯାହା କହିବ ମା ଆସିବେ ମା କହିଲେ ତାକୁ ପଳେଇ ଆସିବା ପାଇଁ ପିଲାକୁ ନେଇ ଆସିବ ସେ ପୁରା ଖୁସି ମନରେ ଦୌଡିକି ଆସିଲେ ଦେଖିଲା ପିଲା ସେମିତି ଅଛି ଧରିକି ନେଇକି ଆସିଲେ ଚିନ୍ତା କର ସେତିକି ଆସ୍ଥା ବିଶ୍ୱାସ ନିର୍ଭରତା କେତେ ଦରକାର ଏଇ ପ୍ରକାର ସ୍ଥିତିକୁ ସମ୍ମୁଖୀନ ହବା ତାପରେ ସେ ତ ନେଇକି ଆସିଲେ ଧରିକି ଆସିଲେ ପୁଣି ବାମକ୍ଷେପାଙ୍କ ପାଖକୁ ସେ ତାଙ୍କୁ କହିଲେ ସେଇଠି ଯା ତୋର ଆଉ ଡରିବାର ନାହିଁ ତୋ ଛୁଆକୁ ମା କ୍ଷୀର ଦେଇଛି ମାନେ କାଳୀ ମା ମହାକାଳୀ ନିଜେ ସ୍ଵୟଂ ଆସି ତାଙ୍କ ସ୍ତନ୍ୟପାନ କରାଇଛନ୍ତି ସେ ପିଲାଟିକୁ ଯା ଆଉ କିଛି ହବନି ତାର ସେତିକି ଆସ୍ଥା ନିର୍ଭରତା ରହିଲେ ସ୍ଵୟଂ ମା ଶରୀର ଗ୍ରହଣ କରି ପିଲାଟିକୁ ସ୍ତନ୍ୟପାନ କରକି ଯାଇପାରନ୍ତି ମା ଥ୍ୟାଙ୍କ ୟୁ ଅଲ୍ ଅରୋଭାର